ଆପଣମାନେ ସମସ୍ତେ ଜାଣିଛନ୍ତି ଓଡ଼ିଆ ଅଭିନେତା ବାବୁସାନ ମହାନ୍ତି ସୁନ୍ଦର ଅଭିନୟ କରିବା ସହିତ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି। ଆଜି ପର୍ଯ୍ୟନ୍ତ 30ରୁ ଅଧିକ ଓଡ଼ିଆ ସିନେମାରେ ଗୀତ ଗାଇସାରିଛନ୍ତି ବାବୁସାନ ମହାନ୍ତି। ପିଲାଦିନେ ବାବୁସାନ ମହାନ୍ତି ସଙ୍ଗୀତ ବିଦ୍ୟାଳୟରେ ପାଠ ମଧ୍ୟ ପଢ଼ିଛନ୍ତି। ତେବେ ଚାଲନ୍ତୁ ଆଜି ଜାଣିବା କେଉଁ କେଉଁ ଓଡ଼ିଆ ସିନେମାରେ ବାବୁସାନ ମହାନ୍ତି ଗୀତ ଗାଇଛନ୍ତି। ହ୍ୟାଲୋ ହାଏ ନମସ୍କାର। ଓଡ଼ିଶାର ସବୁ ସିନେପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି କଥା ହେବା ଓଡ଼ିଶାର ସୁପରଷ୍ଟାର ବାବୁସାନ ମହାନ୍ତି କେଉଁ କେଉଁ ଓଡ଼ିଆ ସିନେମାରେ ଗୀତ ଗାଇଛନ୍ତି। 2009 ମସିହାରେ ବାବୁସାନ ମହାନ୍ତିଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ରୋମିଓ ଦା ଲଭର ବୟ। ବ୍ରଜରାଜ ମୁଭିସ୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଏବଂ ଲଭଲି ଅଭିନୟ କରିଥିଲେ। ଏହି ସିନେମାର ଟାଇଟଲ ଗୀତ ରୋମିଓ ଦା ଲଭର ବୟକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2009 ମସିହାରେ ବାବୁସାନ ମହାନ୍ତିଙ୍କ ଅଭିନୀତ ଆଉ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ତୋ ଆଖିରେ ମୁଁ। ଏହି ସିନେମାର ଏକ ଗୀତ ରହିଥିଲା, ଯାହାକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଗୀତଟିର ନାଁ ରହିଥିଲା ସୁନ୍ଦରୀ ସୁନ୍ଦରୀ ମନ ମୋର ଚୋରି କଲୁରେ। 2010 ମସିହାରେ ବାବୁସାନ ମହାନ୍ତି ଏବଂ ରିୟା ଦେଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ପ୍ରେମ ଅଢ଼େଇ ଅକ୍ଷର। ଏହି ସିନେମା ରିୟା ଦେଙ୍କ ପ୍ରଥମ ଓଡ଼ିଆ ସିନେମା ରହିଥିଲା। ତେବେ ଏହି ସିନେମାରେ ରହିଥିବା ଦୁଇଟି ଗୀତ ମେଘ ଋତୁ ଝରିଲୁ ନା ଏବଂ ଦୂର ଆକାଶର ଜହ୍ନଟିଏ, ଏହି ଦୁଇଟି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2011 ମସିହାରେ ରିଲିଜ୍ ହୋଇଥିଲା ଏକ ସୁପରହିଟ୍ ଓଡ଼ିଆ ସିନେମା, ଯାହାର ନାଁ ରହିଥିଲା ଚକୋଲେଟ୍। ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ଅଭିନୟ କରିଥିଲେ। ଏହି ସିନେମାଟି ସେହି ସମୟରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ତେବେ ଏହି ସିନେମାରେ ରହିଥିବା ଏକ ଗୀତ ତୁ ଧୀରେ ଧୀରେ ଚାଲରେ ସମୟ, ଏହି ଗୀତକୁ ଲୋକମାନେ ଆଜି ବି ମନେ ରଖିଛନ୍ତି। ତେବେ ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2012 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ଲଭ୍ ମାଷ୍ଟର। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ଦୁଇ ଜଣ ନାୟିକା ରିୟା ଦେ ଏବଂ ପୁନମ ମିଶ୍ର ଅଭିନୟ କରିଥିଲେ। ତେବେ ଏହି ସିନେମାର ଏକ ଗୀତ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଗୀତଟିର ନାଁ ରହିଥିଲା ନିଜକୁ ପଚାରେ ଆଜି। ଏହି ଗୀତଟି ଏକ ସ୍ୟାଡ୍ ସଙ୍ଗ୍ ଥିଲା। 2011 ମସିହାରେ ବାବୁସାନ ମହାନ୍ତିଙ୍କ ଅଭିନୀତ ଆଉ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା 143 ଆଇ ଲଭ୍ ୟୁ। ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଏବଂ କୋଏଲ ବାନାର୍ଜୀ ଅଭିନୟ କରିଥିଲେ। ତେବେ ଏହି ସିନେମାରେ ରହିଥିବା ଦୁଇଟି ଗୀତ କେଉଁ ସରଗରୁ ଆସିଛି ପରି ଏବଂ ଦିବାନା ହେଲି ତୋରି ପାଇଁ, ଏହି ଦୁଇଟି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2022 ମସିହାରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା, ଯାହାର ନାଁ ରହିଥିଲା ବିଦ୍ୟାରାଣ। ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି ସିନେମାରେ ରହିଥିବା ଦୁଇଟି ଗୀତ ଭାବନାଏ ନୂଆ ପ୍ରେମର ଏବଂ ଆସିଛି ଏକା ଚାଲିଯିବି ମୁଁ ଏକା ସ୍ୟାଡ୍ ସଙ୍ଗ୍, ଏହି ଦୁଇଟି ଗୀତକୁ ବାବୁସାନ ମହାନ୍ତି ଗାଇଥିଲେ। 2019 ମସିହାରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା, ଯାହାର ନାଁ ରହିଥିଲା ଅଜବ ସଞ୍ଜୁର ଗଜବ ଲଭ୍। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି ସିନେମାରେ ରହିଥିବା ଏକ ରୋମାଣ୍ଟିକ୍ ଗୀତ ମୁସ୍କିଲ ହେ ଜିନା ତେରେ ବିନା, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଏହି ଗୀତଟି ମଧ୍ୟ ସେହି ସମୟରେ ଖୁବ୍ ଲୋକପ୍ରିୟ ହୋଇଥିଲା। ସେହିଭଳି 2012 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ଲୁଚକାଳି। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ଶ୍ରେୟା ଅଭିନୟ କରିଥିଲେ। ତେବେ ଏହି ସିନେମାରେ ରହିଥିବା ଏକ ସ୍ୟାଡ୍ ସଙ୍ଗ୍, ଯାହାର ନାଁ ରହିଥିଲା ଲୁହ ସାଥେ ବନ୍ଧନ ବାନ୍ଧି ମୁଁ ସାରିଛି, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2018 ମସିହାରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା, ଯାହାର ନାଁ ରହିଥିଲା ଓନ୍ଲି ପ୍ୟାର। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ସୁପ୍ରିୟା ନାୟକ ଅଭିନୟ କରିଥିଲେ। ତେବେ ଏହି ସିନେମାରେ ଏକ ସ୍ୟାଡ୍ ସଙ୍ଗ୍ ରହିଥିଲା, ଯାହାର ନାଁ ରହିଥିଲା ହାଏ କେତେ ପାଗଳ। ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ବାବୁସାନ ମହାନ୍ତି ଏବଂ ଶୀତଲ ପାତ୍ରଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଦିଲ ଦିୱାନା ହେଇଗଲା। ଏହି ସିନେମାରେ ଏକ ଗୀତ ରହିଥିଲା, ଯାହାର ନାଁ ରହିଥିଲା ତୁ ମୋ ସାରେଗାମା। ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଏପରିକି ଏହି ସିନେମାରେ ଏକ ସିଙ୍ଗର ଚରିତ୍ରରେ ବାବୁସାନ ମହାନ୍ତି ଅଭିନୟ କରିଥିଲେ। 2015 ମସିହାରେ ସାର୍ଥକ ମ୍ୟୁଜିକ୍ରେ
ବାବୁସାନ ମହାନ୍ତି ଏବଂ ଶୀତଲ ପାତ୍ରଙ୍କ ଆଉ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଭଲ ପାଏ ତତେ ଶହେରୁ ଶହେ। ଏହି ସିନେମାରେ ରହିଥିବା ଦୁଇଟି ଗୀତ ମାୟାବିନୀ ରୂପଯୋଛନା ଏବଂ ଏକ ସ୍ୟାଡ୍ ସଙ୍ଗ୍ ଯାହାର ନାଁ ରହିଥିଲା ପ୍ରେମ ଆଣି ଛାଡ଼ିଦେଲା ଅଧା ବାଟରେ। ଏହି ଦୁଇଟି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2016 ମସିହାରେ ବାବୁସାନ ମହାନ୍ତି ଏବଂ ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଜବରଦସ୍ତ ପ୍ରେମିକ। ଏହି ସିନେମାଟି କିନ୍ତୁ ସେହି ସମୟରେ ଏତେଟା ସଫଳତା ପାଇପାରିନଥିଲା। ତେବେ ଏହି ସିନେମାରେ ରହିଥିବା ଏକ ରୋମାଣ୍ଟିକ୍ ଗୀତ ଯାହାର ନାଁ ରହିଥିଲା ଅଭିମାନିନୀ, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ସେହିଭଳି 2012 ମସିହାରେ ବାବୁସାନ ମହାନ୍ତି ଏବଂ ରିୟାଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଇଡ଼ିଅଟ୍। ଏହି ସିନେମାରେ ରହିଥିବା ଏକ ଗୀତ ଯାହାର ନାଁ ରହିଥିଲା ଧିମା ଧିମା ଛାତିର ସ୍ପନ୍ଦନ, ଏହି ଗୀତକୁ ବାବୁସାନ ମହାନ୍ତି ଗାଇଥିଲେ। 2015 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ଯିଏ ଯାହା କହୁ ମୋର ଢ। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ଶୀତଲ ପାତ୍ର ଅଭିନୟ କରିଥିଲେ। ଏହି ସିନେମାରେ ରହିଥିବା ଏକ ରୋମାଣ୍ଟିକ୍ ଗୀତ ଯାହାର ନାଁ ରହିଥିଲା ତୋ ପାଇଁ ଧକ ଧକ ଦିଲ୍ ହେଲାରେ, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2022 ମସିହାରେ ବାବୁସାନ ମହାନ୍ତିଙ୍କ ଏକ ସୁପରହିଟ୍ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଦମନ। ଏହି ସିନେମାଟି ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ ମଧ୍ୟ ପାଇଥିଲା। ତେବେ ଏହି ସିନେମାରେ ରହିଥିବା ଏକ ଗୀତ ଯାହାର ନାଁ ରହିଥିଲା ଚାରି କାନ୍ଧ ପାଲିଙ୍କିରେ ଜୀବନ, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଏହି ଗୀତକୁ ମଧ୍ୟ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ। 2014 ମସିହାରେ ସାର୍ଥକ ମ୍ୟୁଜିକ୍ରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା ଯାହାର ନାଁ ରହିଥିଲା ଲେଖୁ ଲେଖୁ ଲେଖିଦେଲି। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ଅଭିନୟ କରିଥିଲେ। ତେବେ ଏହି ସିନେମାରେ ରହିଥିବା ଏକ ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଗୀତଟିର ନାଁ ରହିଥିଲା ହୃଦୟ ବିଚରା ଖୋଜେ ତ ସାହାରା। ସେହିଭଳି 2022 ମସିହାରେ ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ପ୍ରେମମ୍। ତେବେ ଏହି ସିନେମାରେ ରହିଥିବା ଏକ ରୋମାଣ୍ଟିକ୍ ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଗୀତଟିର ନାଁ ରହିଥିଲା ମୋ ଦିନ ରାତିରେ ସାଦା ସ୍ମୃତିରେ। ସେହିଭଳି 2015 ମସିହାରେ ସାର୍ଥକ ମ୍ୟୁଜିକ୍ରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା ଯାହାର ନାଁ ରହିଥିଲା ସୁପର ମିଛୁଆ। ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ଅଭିନୟ କରିଥିଲେ। ତେବେ ଏହି ସିନେମାରେ ରହିଥିବା ଏକ ସ୍ୟାଡ୍ ସଙ୍ଗ୍କୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଏହି ସ୍ୟାଡ୍ ସଙ୍ଗ୍ର ନାଁ ରହିଥିଲା ଶୂନ୍ୟତାକୁ ପଚାରେ ମୁଁ କିଏ ତୁମର। ସେହିଭଳି 2013 ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ଡାହା ବାଳୁଙ୍ଗାରେ ମଧ୍ୟ ବାବୁସାନ ମହାନ୍ତି ଏକ ଗୀତ ଗାଇଥିଲେ। ଗୀତଟିର ନାଁ ରହିଥିଲା ହାଲକା ତୋର ମିଠା ଛୁଆଁରେ। 2024 ମସିହା ରଜରେ ରିଲିଜ୍ ହୋଇଥିଲା ବାବୁସାନ ମହାନ୍ତି ଏବଂ ଏଲିନା ସାମନ୍ତରାୟଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ଯାହାର ନାଁ ରହିଥିଲା ପାୱାର। ତେବେ ଏହି ସିନେମାରେ ରହିଥିବା ଏକ ରୋମାଣ୍ଟିକ୍ ଗୀତ ଯାହାର ନାଁ ରହିଥିଲା ନାଲି ଶାଢ଼ୀ, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। 2024 ମସିହା ଜାନୁଆରୀରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା ଯାହାର ନାଁ ରହିଥିଲା ଦଶମ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସିନେମାରେ ଅଭିନେତା ବାବୁସାନ ମହାନ୍ତି ଅଭିନୟ କରିନଥିଲେ ମଧ୍ୟ ଏହି ସିନେମାରେ ରହିଥିବା ଏକ ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଥିଲେ। ଏହି ଗୀତର ନାଁ ରହିଥିଲା ସ୍ମୃତି ପକ୍ଷୀ। ସେହିଭଳି ଚଳିତ ବର୍ଷ ରଜରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା ଯାହାର ନାଁ ରହିଥିଲା ବୋଉ ବୁଟୁ ଭୂତ। ଏହି ସିନେମାରେ ବାବୁସାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ଅଭିନୟ କରିଥିଲେ। ଏହି ସିନେମାଟି ସାରା ଭାରତରେ ପାଖାପାଖି 20 କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ତେବେ ଏହି ସିନେମାରେ ରହିଥିବା ଏକ ଗୀତ ଯାହାର ନାଁ ରହିଥିଲା ଅଦା ଲାଗେ, ଏହି ଗୀତକୁ ନିଜେ ବାବୁସାନ ମହାନ୍ତି ଗାଇଛନ୍ତି। ତେବେ ବାବୁସାନ ମହାନ୍ତିଙ୍କ ଗୀତ ଆପଣଙ୍କୁ କେମିତି ଲାଗେ ଏବଂ ସେ ଗାଇଥିବା ଗୀତ ମଧ୍ୟରୁ କେଉଁ ଗୀତଟି ଆପଣଙ୍କର ଫେଭରାଇଟ୍, କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଏବଂ ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।